हेलो हाय गाइस गुड मॉर्निंग। ମୁଁ ଜିତୁ ସ୍ୱାଗତ କରୁଛି ଆଜିର ମୋ ବ୍ଲଗ କୁ। ଆଶା କରେ ଆପଣ ମାନେ ବି ବହୁତ ଭଲରେ ଥିବେ। ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ବ୍ଲଗ। କାଲିର ବର୍ଷାରେ ମୋ ଦୋକାନ ଆଗରେ ଗୋଟେ ପୋଖରୀ ସୃଷ୍ଟି ହେଇଯାଇଛି। ବର୍ତ୍ତମାନ ମୌସମ ଏମିତି କିଛି ଅଛି। ସକାଳୁ ତ ପ୍ରବଳ ବର୍ଷା ହଉଥିଲା, ମାନେ 8:30 ଯାଏଁ ବର୍ଷା ହେଇଛି। ଖରା ହଉଥିବେ ବର୍ଷା ହଉଥିବେ, ଖରା ହଉଥିବେ ବର୍ଷା ହଉଥିବେ। ବର୍ତ୍ତମାନ ପୁରା ନିଟ୍ ଆଣ୍ଡ କ୍ଲିନ୍। ପୁରା ଖରା ଦେଖନ୍ତୁ ଭାଇ, ଏକ୍ସେସ ଖରା ହଉଛି। ଲାଗୁଛି ବାତ୍ୟା ଏତିକିରେ ଶେଷ ହେଲା, ଆଉ ବର୍ଷା ହବନି। ଦେଖେଇ ଦଉଛି ଆମ ଏରିଆରେ ମାନେ ବର୍ତ୍ତମାନ ସିଚୁଏସନ କେମିତି କଣ ଅଛି। ଏଇଠି ଦେଖନ୍ତୁ, ଦେଖିଲେ ପୁରା ଆକାଶ ନିର୍ମଳ। ମେଘ ବି ଛାଡି ଯାଇଛି, ଖରା ଟାଇଁ ଟାଇଁ। ଖରା ହେଲା ଏଇଥର, ଆଉ ବର୍ଷା ନାହିଁ। ବାତ୍ୟା ଏତିକିରେ ଶେଷ। ମାନେ ବାତ୍ୟାର ପରିମାଣ କମିଗଲା ଲାଗୁଛି। ଭାଇ ଟିଭିରେ ଯେମିତି କହୁଥିଲା, ନାଇଁ ହଁ ବର୍ଷା ହବ ଆମର ନୟାଗଡ଼ ଡିଷ୍ଟ୍ରିକ୍ଟ। ବର୍ଷା ଭାଇ ହେଇଛି, 3 ଦିନ ବର୍ଷା ହେଲା, ପ୍ରବଳ ବର୍ଷା ହେଇଛି 3 ଦିନ। କିନ୍ତୁ ବର୍ତ୍ତମାନ ବର୍ଷା ଛାଡି ଯାଇଛି। ଆଜି ବି ସକାଳୁ ସକାଳୁ ବର୍ଷା ହଉଥିଲା, 7ଟା 8ଟା 9ଟା ଯାଏଁ ବର୍ଷା ହେଇଛି। 9ଟା ଯାଏଁ ବର୍ଷା ହେଇଛି, ଜଷ୍ଟ ଏବେ ଛାଡିଛି। ପୁରା ରୋଡ ଫୋଡ ଶୁଖିକି, ଖରା ଯେମିତି ହେଲା ରୋଡ ବି ଶୁଖି ଯାଇଛି। ମାଛ ମାନେ ପ୍ରବଳ ଧରୁଛନ୍ତି ଆମ ଏରିଆରେ, କିନ୍ତୁ ମୁଁ ନାହିଁ। ଆମର କାର୍ତ୍ତିକ ମାସରେ ମୁଁ ଆଇଁଷ ଖାଉନୁ, ସେଥିପାଇଁ ବୋଉ ମନା କଲା କି ନା ମାଛ ଘରେ ପ୍ରବେଶ ହବନି। ବେପାର ଆଜି ଭଲ ହବ, କାଲି କିଛି ବେପାର ହେଇନି, ପରଦିନ ବି କିଛି ବେପାର ହେଇନି। ବାତ୍ୟା ଯୋଗୁ କିଏ ଗୋଟେ ବି ଲୋକ ଘରୁ ବାହାରକୁ ବାହାରି ନାହାନ୍ତି। ଜିନିଷ କଣ କିଣିବୁ? ଲାଗୁଛି 2 ଦିନର ବେପାର ଆଜି ଗୋଟେ ଦିନରେ ହବ। ହଉ ଦେଖାଯାଉ, ଆଶା କରିବା କଣ ହଉଛି। ପୁଣି ବର୍ଷା ପକେଇଲାଣି, ଖରା କରିଦେଲା ଏଇଠି ବର୍ଷା ପକେଇଲାଣି। ଏମିତି ହଉଛି ଆଉ, ପୁରା ଖରା ରାଜିକି ହେଇଯାଉଛି, ପୁଣି ରାଜିକି ପୁରା ବର୍ଷା ହେଇଯାଉଛି। ଆଜି ବି ଦିନ ଯାକ ଟିକେ ଟିକେ ବର୍ଷା ହବ, ପୁରା ବି ଛାଡିବନି। ଦିନ ଯାକ ଯେମିତି ଟିକେ ଟିକେ ବର୍ଷା ହବ, କିଛି କଥା ନାହିଁ। ଧାନ ତିକ ତ ସବୁ ପୁରା ପାଣି ପୁରା ବୁଡିକି ଚାଲିଛି ଧାନ ଉପରେ। ଯୋଉ ଧାନ ଯାକ ସବୁ ବିଲରେ ପଡିଯାଇଛି, ପୁରା ବୁଡିକି ଚାଲିଛି ଆମର। ମାଛ ବି ଲୋକ ଗହିରୁ ପ୍ରବଳ ମାଛ ଧରୁଛନ୍ତି ଆମ ଏରିଆରେ। ଆଉ ଆପଣଙ୍କ ଏରିଆରେ ବାତ୍ୟା ମୁନ୍ଥା କେମିତି କଣ ଅ ହେଇଛି? ବର୍ଷା କେତେ ପରିମାଣ ହେଇଛି? କ୍ଷୟକ୍ଷତି କଣ ହେଇଛି? ଆଚ୍ଛା, ଆପଣ ମାନଙ୍କୁ ଯଦି ଭିଡିଓ କରିକି ଛାଡନ୍ତେ ଆମେ ବି ଦେଖନ୍ତୁ, ବୁଝିପାରିଲେ? ଆଉ ମୁଁ ନୂଆ ନୂଆ ବ୍ଲଗ କରୁଛି। ଆଚ୍ଛା, ଯୋଉ ଭାଇ ମାନେ, ବନ୍ଧୁ ମାନେ, ସାଙ୍ଗମାନେ ମୋର ଦେଖୁଥିବେ ଭିଡିଓ, ଦୟାକରି ଟିକେ ସବସ୍କ୍ରାଇବ କରନ୍ତୁ, ହେଲ୍ପ କରନ୍ତୁ, ଆଉ ସପୋର୍ଟ ବି କରନ୍ତୁ। ସପୋର୍ଟ କଲେ, ହାତକୁ ହାତ ମିଶିଲେ ଆମେ ଆଗକୁ ବଢିବା। କିଛି ନାହିଁ, ଏବେ ଦୋକାନକୁ ଆସିଲି। ଖରା ମାନେ ପୋଖରୀ ଗାଧେଇବାକୁ ଯାଇଥିଲି, ଗାଧେଇକିରି ଆସିଲା ବେଳକୁ ବର୍ଷା ଛେଚିଲା, ଓଦା ହେଇ ହେଇ ଆସିଲି। ତାପରେ କଣ କଲି ନା, ଆସିଲା ବେଳକୁ ପୁଣି ଖରା ଗଲା। ଖରା ହେଲା ବେଳକୁ ମୁଁ ଦୋକାନକୁ ପଳେଇ ଆସିଲିଣି। ଏବେ ଦୋକାନ ଜଷ୍ଟ ଭିଡିଓ ଆପଣଙ୍କ ସୁଟ କରୁଥିଲି, ଖରା ହେଇଥିଲା। ଏବେ ଦେଖିବେ ପୁରା ବର୍ଷା, ଝିପ୍ 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 ବର୍ଷା ଏବେ ଜଷ୍ଟ ହେଲାଣି ଆଉଥରେ। ବେପାର ଆଜ୍ଞା 2 ଦିନ ହେଲା କିଛି ନାହିଁ। ଆଶା କରୁଛି 2 ଦିନର ବେପାର ଆଜି ଗୋଟେ ଦିନରେ ହବ ବୋଲି। ହବ? ବେପାର କଥା ଆଜ୍ଞା କିଛି କହିହବନି, କେତେବେଳେ ବେପାର ହଉଛି କେତେବେଳେ ବେପାର ହଉନି। ଆଉ ଯେହେତୁ ଦୋକାନ ଗୋଟେ ଦେଇଛେ, ବାହାରେ ଆଗରୁ ରହୁଥିଲେ, ନିଜେ ପରିଶ୍ରମ କରୁଥିଲେ, ଇନକମ କରୁଥିଲେ ବିନା ଇନଭେଷ୍ଟମେଣ୍ଟରେ। କିନ୍ତୁ ସେଠି ମାଇଣ୍ଡ ସେଟ କଣ ଆସିଲା ଆମର, ନା ନା କେତେ ଖଟିବା, ଯିବା ଗାଁରେ କଣ ଗୋଟେ କରିବା, ସେଇ ଭାବନା ନେଇକି ମୁଁ ଜଷ୍ଟ ଗାଁକୁ ଆସିଛି। ଗାଁକୁ ଆସିକି ଗୋଟେ ଦୋକାନ କଣ ଦେବି, ଭାବି ଭାବିକି ବହୁତ ଚିନ୍ତା କରିକି ଗୋଟେ ଦୋକାନ ଦେଲି। ଯେହେତୁ ଗୋଟେ ଧନ୍ଦା କରୁଛି, ଦୋକାନ କରାହେଇଛି, ବିଜନେସ ଗୋଟେ ବିଜନେସ ଏମିତି
ରକେଟ ପରିକା ପିକଅପ୍ ନବନି, ଟାଇମ ଲାଗିବ, ଯୋଉଟା କି ବହୁତ ସମୟ ଲାଗିଲାଣି, ଆହୁରି ବହୁତ ସମୟ ମତେ ଲାଗିବ। ଏବେ ବି ମନେ ହଉଛି କି ଦୋକାନ ଭାଙ୍ଗି ଦେଇକିରି ପୁଣି ପୂର୍ବ ମାନେ ଯୋଉଠି ପୂର୍ବରୁ କାମ କରୁଥିଲି ସେଠିକି ଯିବି ହେରି ବୋଲି, କିନ୍ତୁ ଭାବୁଛି ଯଦି ବି ଯିବି ହେରି, ଏକରେ ଦୋକାନ ମୋର ଏତେ ସାମାନ ଅଛି ଲସ୍ ହବ, ଦୁଇରେ କଣ ହବ ଯୋଉ 2 ବର୍ଷ ମୁଁ ସମୟ ଏଠି ଦେଇଛି ସେ 2 ବର୍ଷ ବି ମୋର ଲସ୍ ରେ ଯିବ। ସେଥିପାଇଁ ଦୋକାନ ଭାଙ୍ଗିବାର ଚାନ୍ସ ହିଁ ନାହିଁ। ଆଉ ଡେଲି ନୂଆ ନୂଆ କଷ୍ଟମରଙ୍କର ମୁହଁ ଦେଖିକି ଦୋକାନ ଏମିତିରେ ଭାଙ୍ଗିବାକୁ ବି ଇଚ୍ଛା ହଉନି। ସବୁଦିନ ନୂଆ କଷ୍ଟମରଙ୍କ ମୁହଁ ଦେଖିବାକୁ ମିଳୁଛି, ଯୋଉଟା କି ଆମ ମାନଙ୍କୁ ନୂଆ ନୂଆ ବିଜନେସ ଯୋଉମାନେ କରୁଥିବେ ସେମାନଙ୍କୁ ଟିକେ ସାହସ ମିଳୁଛି, ବୁଝିଲେ। ଏମିତି ସଂସ୍ଥା ଚାଲିଛି ଆଉ, କିନ୍ତୁ ଆଶା ଅଛି ଏବେ 2 ବର୍ଷ ଟାଇମ ଦେଲିଣି, ଆଉ 3 ବର୍ଷ ଟାଇମ ଦେବି। ବହୁତ କଷ୍ଟ ହଉ ପଛେ 3 ବର୍ଷ ଟାଇମ ଦେବି, 3, 2, 5 ବର୍ଷ ପରେ ଆଜ୍ଞା ଟିକେ ସମୟ ଚେଞ୍ଜ ହେଇଯିବା ଦରକାର, ନହେଲେ ଆଜ୍ଞା ହତାଶ ହେଇଯିବୁ, ପୁରା ଲସ୍ ଦେଖିବ, ମାନେ ସମୟ ବି ହାତରୁ ପଳେଇଥିବ। ବର୍ତ୍ତମାନ ଯୋଉଥିରେ ସମୟ ଦଉଛୁ ସେଥିରେ ଯଦି ସକ୍ସେସଫୁଲ ନ ହେଇପାରିବ ପରେ ଆଜ୍ଞା ବହୁତ ଲସ୍ ଦେଖିବା ପରେ କଣ ହଉଛି। ଆଜି ଜୀବନ ଅଛି କାଲି କି ନାହିଁ, କିନ୍ତୁ କଣ କରିବା, ଚିନ୍ତା ତ କରିବାକୁ ପଡୁଛି। ଛାଡ଼ନ୍ତୁ ସେ କଥା, ବର୍ତ୍ତମାନ ମାନ୍ଥା ସରିଯାଇଛି, ଯେମିତି ଯାହା ହେବା କଥା ହେଇଗଲା। କିନ୍ତୁ ବିଶେଷ ଆମ ଏରିଆରେ କିଛି କ୍ଷୟକ୍ଷତି ହେଇନି, କିନ୍ତୁ ପ୍ରଚୁର ପରିମାଣରେ ବର୍ଷା ହେଇଛି, ଯାହା ଫଳରେ ସବୁ ବିଲ ମାନଙ୍କରେ ସଫିସିଏଣ୍ଟ ପାଣି ଆଜ୍ଞା ସଫିସିଏଣ୍ଟ ଅଛି। ଟେନସନ ନେବାର ନାହିଁ, ଧାନ ବି ଏତେ କ୍ଷୟକ୍ଷତି କିଛି ହବନି, କାରଣ ବିଲର ପାଣି ଯାକ ଧୀରେ ଧୀରେ ଆପେ ଆପେ କଟିଯିବ, 1-2 ଦିନ ସମୟ ଲାଗିବ, ପାଣି ସବୁ କଟିଯିବ। ଆଉ ବାତ୍ୟାରେ ଆପଣଙ୍କ ଏରିଆରେ କଣ କେମିତି କ୍ଷୟକ୍ଷତି ହେଇଥିବ, କିନ୍ତୁ ଆମ ଏରିଆରେ ବିଶେଷ କ୍ଷୟକ୍ଷତି କିଛି ସେମିତି ହେଇନି। ଆଜିର ବ୍ଲଗକୁ ଏତିକିରେ ମୁଁ ରଖୁଛି, ରହିଲି, ବାଏ ବାଏ।